ବହୁତ ହେଇଯାଉଛି ଆପଣ ଏପଟେ ଶୁଣିକି ରାତି ସାରା ଏହାକୁ ମନ ଆଘାତ ନାହିଁ। ଆମର ରେଷ୍ଟ ଆସୁଛନ୍ତି ପୁଣି ଗୋଟେ କମେଡି ଆପଣ ବୋର ହେଇଗଲେଣି ଲାଗୁଛନ୍ତି ଝାଳ ଫାଳ ବୁଡ଼ିଗଲାଣି ଲାଗୁଛି ତବିୟତ ଠିକ ନାହିଁ ତବିୟତକୁ ଠିକ କରିବା ପାଇଁ ଆସୁଛନ୍ତି ଆମର ନନଷ୍ଟପ୍ କମେଡି ଝାଡ଼ି ଦେବେ ହେଇଗଲା ଡିସକନେକ୍ଟେଡ ଆଜ୍ଞା କମେଡିକୁ ନେଇ ଆସିଛନ୍ତି ସତ୍ୟପ୍ରକାଶ ଏବଂ ଗ୍ରୁପ ମଣି 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 କି ମଣି ଦେଖିବା ଏ ନନା ଓ ନନା ଏ ନନା ଫାଡ଼ି ଯିବ ଏ ନନା ନରି ମରି ଘର ହଁ ମୁଁ ନିଜେ ନରିବାକୁ ବସିକି କଥାବାର୍ତ୍ତା କରେ ନମସ୍କାର 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 ଟୁଲେଟ ଭଡାରେ ଘର ଦଉଛି ଲେଖିକି ମାର ଆଚ୍ଛା ଆପଣଙ୍କ ଲେଟ୍ରିନ୍ ଅଛି ଦିଟା କରିଛି ରେ ଗୋଟେ ଫାଙ୍କାରେ କରୁଛି ଗୋଟେ ବାଥରୁମ ନାଁରେ ପହଞ୍ଚ କରିକି ମୁଁ ଟିକେ ଖାଲି କୁଆଡେ 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 ଦୁଇ ଜାଗା ଧରି ବଜେଇ ଦେଇଛି ଆଉ ଦେଖେଇବନି ତୁ ଆଗ କହିଲୁ କୁଆଡେ ଆସିଛୁ ମଉସା ସକାଳୁ ଆସି ମୁଁ ତୁମ ଗେଟ୍ ପାଖରେ ଛିଡ଼ା ହେଇଛି ହଁ ଦେଖିବାକୁ ତୁମ ଗେଟ୍ରେ ତାଲା ମୁଁ ତାଲା ପକେଇ କଚେରି ଯାଇଛି ଟିକେ ପାଣି ପିଇବାକୁ ଦୋକାନକୁ ଯାଇ ଆସି ଦେଖେ ତ ତୁମ ଗେଟ୍ ମେଲା 4ଟା ବେଳେ କଚେରିରୁ ଫେରିଲି ଗେଟ୍ ଖୋଲିକି ଭିତରେ ବସିଛି ମଉସା ମୁଁ ତ ରହିବି ହଁ। ହେଲେ ତା ପୂର୍ବରୁ ଟିକେ ଖାଲି ଚାପିଦେ ଚାପିବା ଅଭ୍ୟାସ କର ଆଉ ଦେଖେବନି ଏଇ ଆଜି କଚେରୀ ବାହାର ଦଳେ ଟୋକା କଥାବାର୍ତ୍ତା ହଉଥିବ କ'ଣ ଏ ଝାଡାରୁ ବହୁତ ପ୍ରକାର ବେମାର ବ୍ୟାପୁଛି ତେଣୁ ତୋ ଝାଡାଟା କେମିତି ହେଲାଣି ରକ୍ତ ପଡୁଛି କି ଲାଳ ପଡୁଛି କି ତା ସାଙ୍ଗରେ କ'ଣ ତୋ ଲାଳ ଝାଡା ପହଞ୍ଚ ହେଇଗଲେ ମୁଁ ଆଗେ ପରୀକ୍ଷା କରିବି ତାପରେ ପରୀକ୍ଷା କରୁନାହାନ୍ତି ମୁଁ ଯେ ଘରର ଲୋକ ନ ତୁ ଯା ମୁଁ ଭଡା ତତେ ଦେବି ଯା ଯା ଭଡା ଦେବି ଓ ଯିବି ବନ୍ଦ କରିକି ସେ ଦୋକାନରେ ସବୁ କଥା ହଉଥିଲେ କଣ ଆପଣ ଭଳିଆ ଲୋକ କ'ଣ ଦୁନିଆରେ ଖୋଜିଲେ ମିଳିବେନି ମୁଁ ଭଲ ଲୋକଟା ବାପା ହଁ ଆଇଲି ଏ ନା ଏଇଟା କ'ଣ ମୁସଲିମ ଘର କି କାହିଁକି ଭାଇ ଏଇଟା ଖାଣ୍ଟି ହିନ୍ଦୁ ଘର ସେ ବାଜ୍ୟ କଥା ତୋ ମୁଣ୍ଡରେ କାହିଁକି ପଶିଲା ନା ମତେ ସେମିତି ଲାଗେ ହଁ ବାପା ସିଏ ଭଡାରେ ରହିବ ତୁ ଇଣ୍ଟରଭ୍ୟୁ କଲୁ ପଚାର ପ୍ରଶ୍ନ ମୁଁ ଠିଆ ହେଇଛି ପଚାର ତମେ ବାହାର ନା ବାଡ 1 ନମ୍ବର ଆଜିକାଲି ବାଡୁ କହିଲେ ଘର ଭଡା ମିଳିବନି ଏ ବାହା ହେଇଛି କହିଦେବେ ଆଉ କ'ଣ ଭାଇ ସାଢେ ଘର କହୁଛୁ ଏ ସ୍ତ୍ରୀ କଥା ପଚାରିଲେ କହିବି ଶରୀର ଅସୁସ୍ଥ ପରେ ଆସିବ ନାଇଁ ମଉସା ମୁଁ ବାହା ହେଇଛି ବାହା ହେଇଛୁ ତାହେଲେ ଭଡା ମିଳିବ କାରଣ ବାଡୁଅ ମାନଙ୍କୁ ଏଠି କେବଳ ଘର ଭଡା ଦିଅ ନା ମୁଁ ବାଡୁଅ ବାହା ହେଇନି କି ନିକଟ ଭବିଷ୍ୟତରେ ବାହା ହବାର ସମ୍ଭାବନା ନାହିଁ ତୁ ମତେ ଘୋଡା ମଦୁଆ ଭାବିଲୁଣି ଆଉ ତୁ ଟିକେ ଆଗରୁ କହୁଥିଲୁ ବାହା ହେଇଛୁ ବୋଲି ତୁ ଭାବିଲୁଣି ମାଲ ପିଇ ଦେଇଛି ଧର ଲୋକ ମୁଁ ନୁହଁରେ ଟାଙ୍କି ସଫା କରିଦେଲେ ସବୁ କଥା ପଏଣ୍ଟ ଅନୁସାରେ ଥିବ ନା ମୁଁ ସବୁ ଗୋଟେ ମିଛରେ କହି ପକେଇଥିଲି ନା ମିଛରେ ତୁ ତ ଭଡା ନ ରହୁଣୁ ମିଛ କହିଲୁଣି ରହିଲା ପରେ ତ ମିଛରେ ମତେ ସବୁବେଳେ ଖାଲି ପୋତି ପକେଇବ ତମେ ରହିବ ଯେ ଏକା ନା ସାଙ୍ଗସାଥି 2 ନମ୍ବର ଏକା ନା ସାଙ୍ଗସାଥି ନା ମୁଁ ଏକା ନା ସାଙ୍ଗସାଥି ଗୋଟେ ଖଟରେ 5 ଲୋକ କେମିତି ଶୋଇବ ନା ମୁଁ ଏକା ସବୁ ଭୁଲ ଇଏ ରହିପାରିବ ନା ମତେ ଜୋରରେ ତୁମି ମାରିଲାଣି ମଉସା ତମେ କ'ଣ କର 3 ନମ୍ବର ମୁଁ ପାଠ ପଢେ ନା ମୁଁ ଚାକିରି କରେ ନା ମୁଁ ପାଠ ପଢେ ଏଇଟା ଗୋଟେ କଥା ଠିକ କରିକି ତୁ କହିଲୁ ମଉସା ଘର ଭଡା କେତେ ଭଡା ମୋଟେ ନାହିଁ ଆମ ଘରେ ଯିଏ ଭଡା ରହିବ ଆମ ବାପ ଝିଅଙ୍କ
ଆଜିଠାରୁ ଆମ ଦି ଜଣଙ୍କ ଖର୍ଚ୍ଚ ତୁ ତୁଲେଇବୁ ରେ ଆପଣ ପଡିଯିବୁ ଭଲ ତ କି ବାପ କେମିତି କେତେ ଟଙ୍କା ଖର୍ଚ୍ଚ କରିବେ କି ଏ ମଉସା ମୁଁ ରାଜି ମୁଁ ରାଜି ହଉ। ଆଚ୍ଛା ମୁଁ କେବେଠୁ ଆସିବି କେବେଠୁ ଆଜିଠୁ ହଁ ଜମିକି କହିଲି ଜମିକି ବୋଇଲି ତୁ ସେଠି ଯାଇଥିଲୁ ଏଠି କାହିଁ ଧପାଇ ଆସିଲୁ ମୋ ଝିଅ ଚମିକି ପଇଲା ମୁଁ ତତେ ଭଡା ଦେବିନି ଯା 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 ମୋ କଥା ସରିନି ଶୁଣ କୋଉ କଥା ଯଦି ଏଠି ରହିବାକୁ ଚାହୁଁଛୁ ମୁଁ ଯେତେବେଳେ କଚେରୀ ଯିବି 10ଟା ସେତେବେଳେ ମୋ ସାଙ୍ଗରେ ତୁ ତୋ ରୁମ୍ ତାଲା ପକେଇକି ପଳେଇବୁ 4ଟାରେ ମୁଁ କଚେରୀରୁ ଫେରିବି ସେତେବେଳେ ଯାଇ ତୁ ମୋ ସାଙ୍ଗରେ ତୋ ରୁମ୍ରେ ପଶିବୁ ହଁ ମତେ ଜୋରେ ଦୁଇ ମାରିଲେ ଚାପିଦେବୁ ଚାପିବା ଅଭ୍ୟାସ କର ଆଉ ଦେଖେଇବୁ ଆଉ ମୋ ଦେହ ଖରାପ ହେଲେ ସେଇ ଗେଟ୍ ସାମ୍ନାରେ ଯୋଉ ମଣ୍ଡପ ଅଛି ସେଇଠି ଶୋଇଥିବି ମୁଁ ଆସିଲେ ଗେଟ୍ ଖୋଲିବି ତତେ ଡାକିବି ଔଷଧ ବ୍ୟବସ୍ଥା ହବ ସବୁ ଠିକ୍ ତାହେଲେ ମୁଁ ଏଠି ରହିବି ଯା ଯା ହଁ ମୁଁ ଯାଉଛି କଣ ଗୋଟେ ସାଉଣ୍ଡ ହେଲା ନା ମୁଁ ରହିବି ନା ମୁଁ ରହିବି କଣ ବାରବାର ସାଉଣ୍ଡ ହଉଛି ନା ନା ମୁଁ ରହିବି ରହିବି ମୁଁ ଯାଉଛି ମୋ ବାକ୍ସଟା ନେଇକି ଆସିବି ନାଇଁ ଆମର ବାକ୍ସ ଅଛି ବାକ୍ସ କୋଉଠି ଅଛି ତୁ ଦେଖିଛୁ କହ ଆମ ଘରେ ବା କେତେ ବାକ୍ସ ଅଛି ସେଗୁଡାକ ଆଗରୁ ଯେ ଭଡା ନଉଥିଲେ ତାଙ୍କ ବାକ୍ସ ଭଡା ଟଙ୍କା ଦେଇ ପାରିଲେନି ବାକ୍ସ ଛାଡିଦେଲେ ଏଇନେ ତ ସେଗୁଡାକ ମୋ ବାକ୍ସ ମୁଁ ତାକୁ କାହିଁକି ଦେବି ଏତେ ବାକ୍ସ କଣ କରିବ କରିବି ବୋପାର କଣ ହେଲା ଅତି ଆଦର ସ୍ନେହ କରିବାରୁ ମୁଣ୍ଡରେ ଯୋଡ଼ିବାକୁ ଅଛି କେତେଟା ହାତ ଯେ ଦିଟା ଗୋଟେ ମୋ ପକେଟରେ ହାତ ପୁରେଇଲେ ପୁରୁଣା ଖୋଇ କାଢୁଛୁ ପୁରୁଣା ଖୋଇ ବାଲ୍ଟିରେ ପାଣି ଖଣ୍ଡେ ଓକେ ସାବୁନଟା ପିଆଜ ସଫା Sorry, lagi.